ମା ଚଢ଼େଇର ଦେହ ଅସୁସ୍ଥ ଥିବା ଯୋଗୁଁ ସେ ଆଉ ଖାଇବା ଆଣିବା ପାଇଁ ବାହାରକୁ ଯାଇପାରୁନଥିଲା। ଯାହାଫଳରେ ତାର ଝିଅ କୁନି ଜଙ୍ଗଲରୁ ଜଙ୍ଗଲ ବୁଲି ବୁଲି ଫଳ ଆଣି ବଜାରରେ ବିକ୍ରି କରୁଥିଲା। ସେ ତା ମା ପାଇଁ ଔଷଧ ଆଉ ଘର ପାଇଁ ସଉଦା ଆଣୁଥିଲା। ମା, ଏବେ ପାଗ ଭଲ ଅଛି, ମୁଁ ଯାଉଛି ଜଙ୍ଗଲରୁ କିଛି ଫଳ ନେଇ ଆସିବି। ଠିକ୍ ଅଛି ରେ ମା, ସାବଧାନରେ ଯିବୁ। ମୁଁ ଶୁଣିଛି ଏଥର ଜଙ୍ଗଲରେ ହିଂସ୍ର ଜନ୍ତୁ ବଢ଼ିଗଲେଣି। ଡେରି କରିବୁନି, ଶୀଘ୍ର ଘରକୁ ଫେରିବୁ। ଚିନ୍ତା କରନି ମା, ମୋର କିଛି ହେବନି। ମୁଁ ଘରର ସବୁ କାମ କରିଦେଇଛି। ମା, ତୁ ଆରାମ କର। ମୁଁ ଯେମିତି ଘରୁ ବାହାରି ଯାଏ ତୁ କାମ ଆରମ୍ଭ କରିଦେଉ, ସେମିତିରେ ତୋ ଦେହ ଆହୁରି ଖରାପ ହେଇଯାଏ। ମୋ ଚିନ୍ତା ଛାଡ଼ ମା, ତୋ ବାହାଘର ବୟସ ହେଲାଣି। ତୁ ଏବେ ନିଜ ପାଇଁ ଟିକେ ଚିନ୍ତା କର। ଗୋଟିଏ ଭଲ ପୁଅ ଦେଖି ତାକୁ ବାହା ହେଇ ସଂସାର କର। ମରିବା ପୂର୍ବରୁ ମୁଁ ତୋର ବାହାଘର ଦେଖିବାକୁ ଚାହେଁ ରେ ମା। ମା, ତୁ ପୁଣି ଆରମ୍ଭ ହେଇଗଲୁ। ତୋ ଦେହ ଭଲ ନ ହେବା ଯାଏଁ ମୁଁ ବାହା ହେବିନି। ଓହୋ, ଏ ଝିଅଟାକୁ ମୁଁ ଆଉ ବୁଝେଇ ପାରିବିନି। ଭଗବାନ, ମୋ ଝିଅକୁ ଭଲରେ ରଖ। କୁନି ଫଳ ଆଣିବା ପାଇଁ ଯାଉଥିଲା। ରାସ୍ତାରେ ତାର ସାଙ୍ଗ ଝିଲି ସହ ତାର ଦେଖା ହେଲା। ଆରେ କୁନି, କୁଆଡ଼େ ଯାଉଛୁ? ଏ ଯାଏଁ କ'ଣ ତୁ ଜଙ୍ଗଲରୁ ଜଙ୍ଗଲ ବୁଲି ବୁଲି ଫଳ ଆଣି ବଜାରରେ ବିକ୍ରି କରୁଛୁ? କ'ଣ କରିବି କହ? ମୋ ପାଠପଢ଼ା ସରିନଥିଲା, ବାପା ଚାଲିଗଲେ। ବାପା ଯିବା ପରେ ମାର ଦେହ ଖରାପ ହେଇଗଲା। ମୋ ପାଠପଢ଼ା ଅଧାରେ ରହିଗଲା। ପାଠପଢ଼ା ସରିଥିଲେ ହୁଏତ ମୁଁ ଗୋଟେ ଭଲ ଚାକିରି ପାଇଯାଇଥାନ୍ତି। ହଁ, ବୁଝିଲି ତୋ କଥା। ମତେ ଦେଖ, ମୁଁ ବାହା ହେଇଛି ଏ ଜଙ୍ଗଲର ସବୁଠାରୁ ଧନୀ ବ୍ୟବସାୟୀକୁ। ମତେ ତ କିଛି ବି କାମ କରିବାକୁ ପଡୁନି। ଟଙ୍କା ପଇସାରେ ମୋର ଅଭାବ ନାହିଁ। ଛୋଟବେଳେ ତୁ ମୋଠୁ ପାଠ ପଢ଼ାରେ ଆଗେଇଥିଲୁ। ଏବେ ଦେଖ କିଏ ନିଜ ଜୀବନରେ ଆଗେଇଗଲା। ଝିଲି, ତୁ ଏମିତି କଥା କାହିଁକି କହୁଛୁ? ମୁଁ କେବେ ବି ଏହିଭଳି ତୋ ବିଷୟରେ ଭାବିନି। ମୁଁ ସବୁବେଳେ ତତେ ମୋର ଭଲ ସାଙ୍ଗ ଭାବେ। ହେଲେ ତୋର ଆଜି ଏମିତି କଥା ମତେ ଭାରି କଷ୍ଟ ଦେଲା। ତତେ କଷ୍ଟ ଲାଗିଲା ତ ମୋର କ'ଣ ଗଲା? ମୋର ଏବେ କ'ଣ ସାଙ୍ଗର ଅଭାବ ଅଛନ୍ତି ଯେ ମୁଁ ତତେ ମୋର ସାଙ୍ଗ ଭାବିବି? ମୁଁ ଏବେ ବଜାରକୁ ଯିବି। ମୋ ସ୍ୱାମୀ ପ୍ରତିଦିନ ମତେ ସୁନାର ଗହଣା କିଣି ଦିଅନ୍ତି। ଆଜି ବି ମୁଁ ଏକ ସୁନାହାର କିଣିବାକୁ ଯାଉଛି। ଝିଲିର କଥା ଶୁଣି କୁନିର ମନ ଦୁଃଖ ହେଇଗଲା। ସେ ଫଳ ଆଣିବା ପାଇଁ ଚାଲିଗଲା। ସେଦିନ ସେ ଅନେକ ଖୋଜିଲା ପରେ ବି ଫଳ ପାଇଲାନି। ଆଖପାଖରେ ଥିବା ସବୁ ଗଛରେ ଫଳ ସରିଯାଇଛି। ମୁଁ ଆଉ ଟିକେ ଭିତରକୁ ଯାଇ ଦେଖେ। ମୁଁ ଆଜି ଫଳ ନ ପାଇଲେ ମୋ ମା ପାଇଁ ଔଷଧ କିଣିପାରିବିନି। ଏମିତି ଚିନ୍ତା କରି କୁନି ଆଗକୁ ଗଲା। ଏମିତି ଯାଉ ଯାଉ ସେ ଜଙ୍ଗଲର ବହୁତ ଭିତରକୁ ଚାଲିଗଲା। ହଠାତ୍ ସେ ଏକ ଏମିତି ଜାଗାରେ ପହଞ୍ଚିଲା ଯୋଉଠି 3ଟି ରାସ୍ତା ଥିଲା। ଆରେ କ'ଣ, ଏଠି ତ 3ଟି ରାସ୍ତା ଅଛି। ଏବେ ମୁଁ କୋଉ ରାସ୍ତାରେ ଯିବି? ଆରେ ଝିଅ, ତୁ ମୋ ରାସ୍ତାରେ ଆସେ। ମୁଁ ତତେ ଅନେକ ସୁନା ଗହଣା ଦେବି। ନା, ତୁ ମୋ ରାସ୍ତାରେ ଆସେ। ମୋ ରାସ୍ତାରେ ଗଲେ ତୁ ଅନେକ ହୀରା ପାଇବୁ। ତା ସହ ତୁ ବହୁତ ସୁନ୍ଦରୀ ବି ହେଇଯିବୁ। ମୁଁ କେମିତିକା ଜାଗାକୁ ଚାଲି ଆସିଲି? ରାସ୍ତା ସବୁ କଥା କହୁଛନ୍ତି। ଇଏ ଭାରି ଅଦ୍ଭୁତ ଜାଗା। ତୁ ଏମାନଙ୍କ କଥା ଶୁଣନି। ତୁ ମୋ ରାସ୍ତାରେ ଆସେ। ତୁ ମୋ ରାସ୍ତାରେ ଗଲେ ଏକ ବୁଢ଼ୀ ମାଙ୍କୁ ପାଇବୁ। ସେ 2 ଦିନରୁ ପାଣି ନ ପିଇ ଶୋଷିଲା ଅଛନ୍ତି। ତୁ ତାଙ୍କୁ ଟିକେ ସାହାଯ୍ୟ କର, ନହେଲେ ସେ ମରିଯିବେ। ଆରେ ଝିଅ, ତୁ ଯଦି ସେ 3ୟ ରାସ୍ତାରେ ଯିବୁ ତୁ ଆମ ରାସ୍ତାରେ ଆଉ ଯାଇପାରିବୁନି। ଯେ କୌଣସି ଗୋଟିଏ ରାସ୍ତା ବାଛି ତୁ ସେଥିରେ ଯାଇପାରିବୁ। ଝିଅ, ତତେ କ'ଣ ହୀରା ଦରକାର ନାହିଁ? ମୋ ରାସ୍ତାରେ ଆସେ। ମୁଁ ତତେ ଏତେ ହୀରା ଦେବି ଯେ ତୋ ଜୀବନରେ କେବେ ବି ଟଙ୍କାର ଅଭାବ ରହିବନି। ହଁ, ଏବେ ମୋର ଯୋଉ ପରିସ୍ଥିତି, ମତେ ଟଙ୍କା ନିହାତି ଦରକାର। କିନ୍ତୁ ମୁଁ 3ୟ ରାସ୍ତାରେ ଯିବାକୁ ଚାହିଁବି। ମୋର ଯେତେ ଟଙ୍କା ଦରକାର ଥିଲେ ବି ମୁଁ ସେ ବୁଢ଼ୀ ମାଙ୍କୁ ମରିବା ପାଇଁ ଛାଡ଼ି ପାରିବିନି। ସେ 2 ଦିନ ହେଲାଣି ପାଣି ପିଇ ନାହାନ୍ତି। ଶୀଘ୍ର ତାଙ୍କୁ ପାଣି ନ ଦେଲେ ତାଙ୍କର କିଛି ହେଇଯାଇପାରେ। ଏ ରାସ୍ତା ତ ସରୁନି। କୁଆଡ଼େ ଗଲେ ସେ ବୁଢ଼ୀ ମା? ମୁଁ ତ ତାଙ୍କୁ ଦେଖିବାକୁ ପାଉନି। ଏଠି କୌଣସି ବୁଢ଼ୀ ନାହିଁ। ମୁଁ ତତେ ପରୀକ୍ଷା କରିବା ପାଇଁ ହିଁ ଏମିତି କହିଥିଲି। ତୁ ମୋ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇଛୁ। ଏ ସାମ୍ନାରେ ଏକ ଗଛ ଅଛି। ସେ ଗଛରେ ଅନେକ ଧନରତ୍ନ ଅଛି। ଆଜିଠୁ ସେସବୁ ତୋର। ତୁ ସେସବୁ ନେଇ ଘରକୁ ଯା। ତାପରେ କୁନି ସେ ଗଛ ପାଖକୁ ଗଲା। ସେ ଦେଖିଲା ସତକୁ ସତ
ସେଠି ସୁନା ଟଙ୍କା ଭର୍ତ୍ତି ଥିବା ଏକ ବାକ୍ସ ଅଛି। ଏ କଣ? ଏ ସବୁ ଟଙ୍କା ଏବେ ମୋର? ହଁ, ଏସବୁ ତୋର। ତୁ ଲୋଭ ନ କରି ଜଣଙ୍କର ଜୀବନ ରକ୍ଷା କରିବାକୁ ଆସିଥିଲୁ। ଏସବୁ ତ ଭଲ କର୍ମର ପୁରସ୍କାର। ଧନ୍ୟବାଦ, ମୁଁ ତୁମର ଏହି ଉପକାର କେବେ ବି ଭୁଲିବିନି। ତାପରେ କୁନି ସୁନା ଟଙ୍କାର ବାକ୍ସ ଧରି ନିଜ ଘରକୁ ଆସିଲା। ସେ ନିଜ ମାଆକୁ ସବୁ ଘଟଣା କହିଲା। ପରଦିନ ହିଁ ସେ ସୁନା ଟଙ୍କା ବିକ୍ରି କରି ନିଜ ମାଆକୁ ଏକ ଭଲ ଡାକ୍ତରଖାନାକୁ ନେଇଗଲା। ଧୀରେ ଧୀରେ ତା ମା ସୁସ୍ଥ ହେଇଗଲା। ସେମାନେ ନିଜ ପାଇଁ ଏକ ବଡ଼ ଘର କିଣିଲେ। ଦିନେ ତାଙ୍କ ଘର ରାସ୍ତା ଦେଇ ଝିଲି ଯାଉଥିଲା। ଏତେ ବଡ଼ ଘର ଦେଖି ସେ ଅଟକିଗଲା। ଆରେ, ଏ ଜଙ୍ଗଲରେ ଏତେ ବଡ଼ ଘର କାହାର? ମୁଁ କିଛି ବି ଜାଣିପାରିଲିନି କେମିତି? ମୁଁ ଯାଇ ଦେଖେ ଏ ଘରେ କିଏ ରହୁଛି। କିଏ ବୋଧେ ନୂଆ ଏ ଜଙ୍ଗଲକୁ ଆସିଛି। ଘରେ କିଏ ଅଛ? ମୋ କଥା ଟିକେ ଶୁଣିବେ? ଆରେ ଝିଲି, ତୁ ଆ ଘର ଭିତରକୁ। କୁନି, ତୁ ଏ ଘରେ? ତୁ ନିଶ୍ଚୟ ଏ ଘରେ ଚାକରାଣୀର କାମ କରୁଥିବୁ ନା? ନା, ମୁଁ ଏ ଘରେ ଚାକରାଣୀ କାହିଁକି ରହିବି? ଏ ଘର ମୋର। ମୁଁ ଏ ଘରର ମାଲିକାଣୀ। କିଛି ଦିନ ତଳେ ହିଁ ମୁଁ ଏ ଘର କିଣିଛି। କଣ ହେଲା? ତୁ ଏ ଘର କିଣିଛୁ? ସେଦିନ ମୁଁ ତତେ ଫଳ ବିକ୍ରି କରୁଥିବାର ଦେଖିଥିଲି। ଫଳ ବିକ୍ରି କରିକି ହିଁ ତୁ ଏତେ ଧନୀ ହେଇଗଲୁ ଯେ ତୁ ଏ ଘର କିଣି ପକେଇଲୁ। ମୋ ସ୍ୱାମୀ ସମସ୍ତଙ୍କର ଧନୀ, ତଥାପି ତାଙ୍କ ପାଖରେ ଏତେ ବଡ଼ ଘର ନାହିଁ। ତୁ କଣ କରିଛୁ କହ? ନିଶ୍ଚୟ ତୁ କାହାଠୁ ଟଙ୍କା ଚୋରି କରି ଆଣିଥିବୁ। ଆରେ ନା ନା, ମୁଁ ଚୋରି କରିନି। ମୋର ଭଲ କାମ ଦେଖି ମୋ ଉପରେ ଖୁସି ହେଇ 3 ରାସ୍ତା ମତେ ପୁରସ୍କାର ଦେଇଛନ୍ତି। 3 ରାସ୍ତା ପୁରସ୍କାର? ତୁ ଏସବୁ କଣ କହି ଚାଲିଛୁ? ମତେ ଟିକେ ବୁଝେଇକି କହ। ମୁଁ ତୋର ସାଙ୍ଗ ନା, ତୁ ମତେ କହିବୁନି? କୁନି ଥିଲା ଭାରି ସରଳ। ସେ ଝିଲିର କଥାରେ ତରଳି ତାକୁ 3 ରାସ୍ତାର ସବୁ ଘଟଣା କହିଦେଲା। ଝିଲି, ଘର ଭିତରକୁ ଆ। ମୋ ମାର ଦେହ ଭଲ ହେଇଯାଇଛି। ସେ ତତେ ଦେଖିଲେ ଖୁସି ହେଇଯିବେ। ନା ନା, ଆଜି ମୁଁ ତ ଘରକୁ ଯାଇପାରିବିନି। ମୁଁ ଆଉ ଦିନ ଆସିବି। ଆଜି ମୋର ଏକ ଜରୁରୀ କାମ ଅଛି। ମୁଁ ଯାଉଛି। ଝିଲି ଆଉ ଡେରି ନ କରି ଶୀଘ୍ର ଜଙ୍ଗଲ ଭିତରକୁ ଗଲା। ଆଉ ସେ 3 ରାସ୍ତାକୁ ଖୋଜିଲା। ମୁଁ ଥାଉ ଥାଉ ସେ କୁନି ଏତେ ଧନୀ ହେଇଯିବ। ଏବେ ମୁଁ ବି ସେ 3 ରାସ୍ତାରୁ ଅନେକ ସୁନା ଟଙ୍କା ଆଣିବି। ଆଉ ସେ କୁନିଠୁ ବି ଅନେକ ଧନୀ ହେଇଯିବି। ତାଠୁ ବି ବଡ଼ ଘର ମୁଁ କିଣିବି। ଏଇ ତ ସେଇ 3 ରାସ୍ତା। ଏବେ ମୁଁ କୋଉ ରାସ୍ତାରେ ଯିବି? କୋଉ ରାସ୍ତାରେ ଗଲେ ମୁଁ ସୁନା ଟଙ୍କା ପାଇବି? ମୋ ରାସ୍ତାରେ ଆସେ, ମୁଁ ତତେ ଅନେକ ସୁନା ଟଙ୍କା ଦେବି। ମୋ ରାସ୍ତାରେ ଆସେ, ମୁଁ ତତେ ଅନେକ ସୁନ୍ଦରୀ କରିଦେବି। ତା ସହ ହୀରା ବି ଦେବି। ଆରେ ଝିଅ, ତୁ ଏମାନଙ୍କ କଥା ଶୁଣନି। ମୋ ରାସ୍ତାରେ ଆସେ। ଏକ ବୁଢ଼ୀ ମା 2 ଦିନରୁ ପାଣି ନ ପିଇ ଶୋଷିଲା ଅଛନ୍ତି। ତାଙ୍କୁ ବଞ୍ଚିବାକୁ ପଡ଼ିବ। ରଖ ତୋର ସେ ବୁଢ଼ୀ କଥା। ମୁଁ କୋଉ ବୁଢ଼ୀ ପାଖକୁ ଯିବିନି। ମୁଁ ଏ 2ୟ ରାସ୍ତାରେ ଯିବି। ସୁନା ଠାରୁ ହୀରା ଅଧିକ ମୂଲ୍ୟବାନ। ମୁଁ ହୀରା ବିକ୍ରି କରି କୁନିଠୁ ବି ଆହୁରି ବଡ଼ ଘର କିଣିବି। ଆଉ ସମସ୍ତଙ୍କଠୁ ସୁନ୍ଦରୀ ବି ହେଇଯିବି। କାଇଁ, ଏ ରାସ୍ତାରେ ତ ଗୋଟେ ବି ହୀରା ଦେଖାଯାଉନି। ମୁଁ କୋଉଠି ହୀରା ପାଇବି? କଣ ହେଲା ମୋ ସାଙ୍ଗରେ? ମୋ ଦେହରେ ଏତେ ଘା କେମିତି ବାହାରିଲା? ଏସବୁ ତ ଲୋଭର ଶାସ୍ତି। ଗୋଟେ ବୁଢ଼ୀକୁ ସାହାଯ୍ୟ ନ କରି ଏଠାକୁ ସୁନ୍ଦରୀ ହେବାକୁ ଆଉ ହୀରା ନେବା ପାଇଁ ଚାଲି ଆସିଲୁ। ଆଜିଠୁ ତୁ ଏମିତି ଅସୁନ୍ଦରୀ ହେଇ ବଞ୍ଚିବୁ। ମୋର ଭୁଲ ହେଇଗଲା। ମତେ କ୍ଷମା କରିଦିଅ। ମୁଁ ଲୋଭରେ ଅନ୍ଧ ହେଇଯାଇଥିଲି। ମୁଁ ଏମିତି ଭୁଲ ଆଉ କେବେ କରିବିନି। ତୁ ତ ଭୁଲ ବୁଝିପାରିଲୁ ଜାଣି ମୁଁ ଖୁସି। ଯା, ଏବେ ଘରକୁ ଫେରି ଯା। ଆଜିଠୁ 6 ମାସ ଯାଏ ତୁ ଯଦି ଲୋଭ କରିବୁନି, ଅନ୍ୟମାନଙ୍କ ସହ ଭଲ ବ୍ୟବହାର କରିବୁ, ଧୀରେ ଧୀରେ ତୁ ଭଲ ହେଇଯିବୁ। 6 ମାସ କଣ ପାଇଁ? ମୁଁ ଜୀବନ ସାରା ବି ଆଉ ଲୋଭ କରିବିନି। ମୁଁ କାହା ସହ ବି ଖରାପ ବ୍ୟବହାର କରିବିନି। ମୁଁ ମୋ ଭୁଲ ବୁଝି ସାରିଛି। ଦିନେ ଗୋଟେ ଜଙ୍ଗଲରେ ଏକ ମିଟୁ ଛୁଆ ବୁଲୁଥିଲା। ବୁଲୁ ବୁଲୁ ସେ ଏକ ଭଙ୍ଗା ଘର ଦେଖିଲା। ଆରେ, ଏଠି କଣ ଗୋଟେ ଭଙ୍ଗା ଘର ଅଛି? ଏଠି କିଏ ରହୁଥିବ? ଘରେ କିଏ ଅଛ? ଏଠି ତ କେହି ବି ନାହାନ୍ତି। ସେତେବେଳେ ମିଟୁ ଛୁଆର ନଜର ଏକ ଛୋଟ ଆମ୍ବ ଗଛ ଉପରେ ପଡ଼ିଲା। ସେ ଛୋଟ ଆମ୍ବ ଗଛଟିରେ ଏକ ଆମ୍ବ ଫଳିଥିଲା। ଆରେ କଣ?
ଏତେ ଛୋଟ ଗଛରେ ଆମ୍ବ କେମିତି ଫଳିଛି? ମୁଁ ଏ ଗଛ ଆମ ଘରକୁ ନେଇଯାଏ, ଆମ ଘର ବାହାରେ ଲଗେଇଦେବି। ଏମିତି ଚିନ୍ତା କରି ମିଟୁ ଛୁଆ ସେ ଆମ୍ବ ଗଛକୁ ଧରି ନିଜ ଘରକୁ ଆସିଲା। କିରେ, ଆଜି ଘରକୁ ଫେରୁ ଫେରୁ ଏତେ ଡେରି କରିଦେଲୁ? କହୁଛି ମା, ଆଗ ଏ ଆମ୍ବ ଗଛକୁ ଲଗେଇଦିଏ। ଦେଖ ମା, ଏତେ ଛୋଟ ଆମ୍ବ ଗଛରେ କେମିତି ଆମ୍ବ ଫଳିଛି। ଆରେ ସତରେ ତ, ଯା ଏ ଆମ୍ବ ଗଛକୁ ଆମ ଘର ସାମ୍ନାରେ ହିଁ ଲଗେଇଦେ। ତାପରେ ମିଟୁ ଛୁଆ ସେ ଆମ୍ବ ଗଛକୁ ତା ଘର ସାମ୍ନାରେ ଲଗେଇଦେଲା। ପରଦିନ ସକାଳେ ସେ ନିଜ ଆମ୍ବ ଗଛକୁ ଦେଖି ଆଶ୍ଚର୍ଯ୍ୟ ହେଇଗଲା। ଗଛରେ ଫଳିଥିବା ଛୋଟ ଆମ୍ବଟି ଅନେକ ବଡ଼ ହେଇଯାଇଥିଲା। ଏ କଣ? ମୁଁ ତ ଗତକାଲି ଗଛ ଲଗେଇଥିଲି, ସକାଳ ହେଉ ହେଉ ହିଁ ଛୋଟ ଆମ୍ବଟା ଏତେ ବଡ଼ ହେଇଗଲା। ଏତେ ବଡ଼ ଆମ୍ବକୁ ଗଛରେ ରଖିବା ଠିକ ନୁହଁ। ମୁଁ ଆଜି ଆମ୍ବକୁ ତୋଳି ଖାଇନିଏ। ଯେମିତି ମିଟୁ ଛୁଆ ଆମ୍ବ ତୋଳିବାକୁ ଚେଷ୍ଟା କଲା, ହଠାତ୍ ସେ ଆମ୍ବଟି କଥା କହିଲା। ତୋଳନି, ମତେ ତୋଳନି, ଗୋଟେ ପିଶାଚି ପାଇଁ ମୁଁ ଏଠି ବନ୍ଦୀ ହେଇଅଛି। ଆରେ ଆମ୍ବ, ତୁ କଥା କହିପାରୁଛୁ, ହେଲେ କେମିତି? ତୁ କିଏ? ମୁଁ ଗୋଟେ ପରୀ। ଦିନେ ମୁଁ ଏ ଜଙ୍ଗଲକୁ ବୁଲିବା ପାଇଁ ଆସିଥିଲି। ସେତେବେଳେ ସେ ପିଶାଚୀର ନଜର ମୋ ଉପରେ ପଡ଼ିଲା। ସେ ପିଶାଚୀ କଣ ତୁମକୁ ମାରିବା ପାଇଁ ଚାହୁଁଥିଲା? ନା, ସେ ମତେ ବନ୍ଦୀ କରିବାକୁ ଚାହୁଁଥିଲା। ମତେ ଏଯାଏଁ 15 ବର୍ଷ ହେଇନି। ମୁଁ ଯେତେବେଳେ 15 ବର୍ଷର ହେଇଯିବି, ଅନେକ ଶକ୍ତି ପାଇବି। ସେତେବେଳେ ସେ ପିଶାଚୀ ମୋଠୁ ମୋ ଶକ୍ତି ନେଇ ଅନେକ ଶକ୍ତିଶାଳୀ ହେବାକୁ ଚାହୁଁଥିଲା। ମୁଁ କୌଣସି ମତେ ତା ପାଖରୁ ଖସି ସେ ଭଙ୍ଗା ଘର ପାଖରେ ଥିବା ଏଇ ଆମ୍ବ ଗଛରେ ଲୁଚି ଯାଇଥିଲି। ଆଚ୍ଛା, ତୁମେ ତାହେଲେ ଆମ୍ବ ରୂପରେ ଏ ଗଛରେ ଥିଲ। ଏବେ ତ ସେ ପିଶାଚୀ ନାହିଁ, ତୁମେ ଏ ଆମ୍ବ ଭିତରୁ ବାହାରି ଆସ। ନା, ମୁଁ ଏ ଆମ୍ବ ଭିତରୁ ବାହାରି ପାରିବିନି। ମୁଁ ଜାଣିନଥିଲି ଏ ଗଛ ଅଭିଶପ୍ତ। ଯେତେ ଚେଷ୍ଟା କଲେ ବି ଏବେ ମୁଁ ଏ ଗଛରୁ ବାହାରି ପାରିବିନି। ତାହେଲେ ମୁଁ ତୁମକୁ ଏ ଅଭିଶାପରୁ ମୁକ୍ତ କରିବା ପାଇଁ କିଛି କରିପାରିବି? ହଁ, ତୁ ପାରିବୁ। 7 ପୋଖରୀରୁ 7 କଳସୀ ପାଣି ଆଉ 7 ପ୍ରକାରର ପଦ୍ମ ଆଣି ଏ ଗଛ ମୂଳରେ ଢାଳିଲେ ମୁଁ ମୋ ପୂର୍ବ ରୂପ ଫେରି ପାଇବି। ଆଚ୍ଛା, ତେବେ ଠିକ ଅଛି, ତୁମେ ଆଉ ଚିନ୍ତା କରନି। ମୁଁ ଏବେ ଯାଉଛି 7ଟି ପୋଖରୀରୁ 7 କଳସୀ ପାଣି ଆଉ 7 ରଙ୍ଗର ପଦ୍ମ ଧରି ଆସିବି। ତାପରେ ମିଟୁ ଛୁଆ 7 ପୋଖରୀରୁ 7 କଳସୀ ପାଣି ଆଣିଲା, ହେଲେ ସେ 7 ରଙ୍ଗର 7ଟି ପଦ୍ମ ପାଇଲାନି। ମୁଁ ପରୀକୁ କହିଥିଲି ତାକୁ ତା ଅଭିଶାପରୁ ମୁକ୍ତ କରିବି। 7 କଳସୀ ପାଣି ଆଉ 6 ରଙ୍ଗର 6ଟି ପଦ୍ମ ପାଇଲି, ହେଲେ ଆଉ ଗୋଟିଏ ପଦ୍ମ ପାଇଲିନି। ଏବେ ମୁଁ ସେ ପଦ୍ମକୁ କୋଉଠି ଖୋଜିବି? ମିଟୁ ଛୁଆ ଏପରି ଚିନ୍ତା କରିବା ସମୟରେ ହିଁ ହଠାତ୍ ଏକ ଜଳପରୀ ତା ପାଖକୁ ଆସିଲା। ଆରେ ମିଟୁ ଛୁଆ, ତୁ ଏତେ ଚିନ୍ତାରେ କାହିଁକି ବସିଛୁ? ତୁମେ କିଏ? ଆରେ ଭୟ କରନି, ମୁଁ ଜଳପରୀ, ଏଇ ପୋଖରୀରେ ରୁହେ। ତୋର କଣ ସମସ୍ୟା ମତେ କହ। ମିଟୁ ଛୁଆ ସେ ଜଳପରୀକୁ ସବୁ ଘଟଣା କହିଲା। ଚିନ୍ତା କରନି, ମୋ ପାଖରେ ସେ ରଙ୍ଗର ପଦ୍ମ ଅଛି, ଏଇ ନେ। ମିଟୁ ଛୁଆ, ତୋ ପାଇଁ ଏକ ଖରାପ ଖବର ଅଛି। ମୁଁ ମୋ ଶକ୍ତି ଦ୍ୱାରା ଜାଣିପାରିଲି ସେ ଦୁଷ୍ଟ ପିଶାଚୀ ଆମ୍ବ ପରି କୋଉଠି ଅଛି ଜାଣିଯାଇଛି। ସେ ଏବେ ତ ଘରକୁ ଯାଉଛି। ତୁ ଏ ଲୁଣ ନିଜ ସାଙ୍ଗରେ ନେଇଯା। ଏ ଲୁଣରେ ମୁଁ ମୋର ଶକ୍ତି ମିଶେଇଛି। ଯେତେବେଳେ ପିଶାଚୀ ସାଙ୍ଗରେ ତୁ ଲଢ଼େଇ କରି ପାରିବୁନି, ସେତେବେଳେ ତା ଉପରକୁ ଏ ଲୁଣ ଫିଙ୍ଗିଦେବୁ। ସେ ପିଶାଚୀ ଦୁର୍ବଳ ହେଇଯିବ। ତାପରେ ମିଟୁ ଛୁଆ ଶୀଘ୍ର ସେସବୁ ଜିନିଷ ଧରି ନିଜ ଘରକୁ ଆସିଲା। ସେ ଦେଖିଲା ପିଶାଚୀ ତାର ବାପା ମାଙ୍କୁ ବନ୍ଦୀ କରି ରଖିଛି। ଛାଡ଼ିଦେ ପିଶାଚୀ, ଏମାନଙ୍କୁ ଛାଡ଼ିଦେ। ଏମାନେ ତୋର କିଛି କ୍ଷତି କରିନାହାନ୍ତି। ତୁ କାହିଁକି ଏମାନଙ୍କୁ ବନ୍ଦୀ କରିଛୁ? ଏସବୁ ପରି ତୋ ପାଇଁ ହେଇଛି। ତୁ ଯଦି ମୋ ସାଙ୍ଗରେ ଯିବୁ, ମୁଁ ଏମାନଙ୍କୁ ଛାଡ଼ିଦେବି। ନା, ତୁ ଆମ୍ବ ପରୀକୁ ନେଇ କୁଆଡ଼େ ବି ଯାଇପାରିବୁନି। ମାରି, ତୁ ଏଠାକୁ କାହିଁକି ଆସିଲୁ? ଆମର ଯାହା ବି ହେଇଯାଉ, ତୁ ଏଠି ରହନି। ଯା, ଶୀଘ୍ର ଏଠାରୁ ଚାଲିଯା। ସାଧାରଣ ଗୋଟେ ଚଢ଼େଇ ହେଇ ତୁ ମତେ ଅଟକେଇବାକୁ ଆସିଛୁ। ମୁଁ ଏବେ ତମ ସମସ୍ତଙ୍କୁ ଆଗ ମାରିବି, ତାପରେ ଆମ୍ବ ପରୀକୁ ନେଇ ଏଠୁ ଯିବି। ନା, ତୁ ଏମାନଙ୍କୁ ମାରନି। ତୁ ମତେ ତ ସାଙ୍ଗରେ ନେବାକୁ ଚାହୁଁଛୁ ନା? ଚାଲ, ମୁଁ ତ ସାଙ୍ଗରେ ଯିବି। ଏଇ ତ ମୋ ସୁନା ପରୀ, ଏବେ ଚାଲ ମୋ ସାଙ୍ଗରେ। ପିଶାଚୀ ଯେମିତି ସେ ଆମ୍ବ ତୋଳିବାକୁ ଚେଷ୍ଟା କଲା, ମିଟୁ ଛୁଆ ଧରିଥିବା ଲୁଣ
ତା ଉପରକୁ ଫୋପାଡ଼ି ଦେଲା। ଏସବୁ ତୁ କଣ ମୋ ଉପରକୁ ଫିଙ୍ଗିଲୁ? ଆରେ ଆରେ, ମୋ ଦେହ ହାତ ଏତେ ଜଳାପୋଡ଼ା କାହିଁକି କରୁଛି? ବଞ୍ଚାଅ, ମତେ କେହି ବଞ୍ଚାଅ। ପିଶାଚି ଦେହରେ ନିଆଁ ଲାଗିଗଲା। ସେ ସେଇ ନିଆଁରେ ପୋଡ଼ି ପାଉଁଶ ହେଇଗଲା। ତାପରେ ମିଟୁ ଛୁଆ 7 କଳସୀ ପାଣି ଆଉ ପଦ୍ମ ଆମ୍ବ ଗଛରେ ଢାଳିଲା। ପରି ତା ଅଭିଶାପରୁ ମୁକ୍ତ ହେଇ ବାହାରି ଆସିଲା। ଏ କଣ, ଏତେ ଛୋଟ ଗଛରେ ଏତେ ବଡ଼ ଗୋଟେ ପରି ଥିଲା? ମିଟୁ ଛୁଆ ତା ମାକୁ ସବୁ ଘଟଣା କହିଲା। ମତେ ମୁକ୍ତ କରିଥିବାରୁ ତମ ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ। ମୁଁ ତୁମକୁ ଏକ ଉପହାର ଦେବାକୁ ଚାହୁଁଛି। ଏ ନିଅ, ଏ କଳସୀ ସାଧାରଣ ନୁହଁ, ଯାଦୁର। ତମେ ମାନେ କଳସୀକୁ ଯାହା ବି ମାଗିବ ସେ ତମକୁ ଦେବ। ଏବେ ମୁଁ ଯାଉଛି। ଏମିତି କହି ପରି ସେଠାରୁ ଚାଲିଗଲା। ମିଟୁ ଛୁଆ ସେ କଳସୀକୁ ଖାଇବା ମାଗିଲା। ସେ କଳସୀ ଭିତରୁ ବହୁତ ସ୍ୱାଦିଷ୍ଟ ଖାଇବା ବାହାରିଲା। ଏସବୁ ଦେଖି ମିଟୁର ପୁରା ପରିବାର ଖୁସି ହେଇଗଲେ।